ନୂଆ ବର୍ଷରୁ ନୂଆ ଦରମା ଆଉ କେଇଟା ଦିନ ଭିତରେ ଆସିବାକୁ ଯାଉଛି ନୂଆ ବର୍ଷ। ହେଲେ ସରକାରୀ କର୍ମଚାରୀ ଏମିତିକି ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଏବେ ଏମାନଙ୍କୁ ମିଳିବ ଅଧିକ ଟଙ୍କା। ଏନେଇ ସରକାରଙ୍କ ପକ୍ଷରୁ ଆସିଗଲା ଆଉ ଏକ ନୂଆ ସୂଚନା। ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ। ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। 50 ଲକ୍ଷରୁ ଅଧିକ କର୍ମଚାରୀ ଏବଂ 69 ଲକ୍ଷ ପେନସନ ଭୋଗୀଙ୍କ ବେତନରେ ସଂଶୋଧନ ହେବାକୁ ଯାଉଛି। ସରଳ ଭାଷାରେ କହିବାକୁ ଗଲେ ଫିଟମେଣ୍ଟ ଫ୍ୟାକ୍ଟର ବର୍ତ୍ତମାନର ମୂଳ ଦରମା କିମ୍ବା ପେନସନରେ ଲାଗୁ ହୋଇଥିବା ଗୁଣକ, ଯାହା ନୂତନ ଦରମା ନିର୍ଦ୍ଧାରିତ କରିବ। ତେବେ ଅଧିକ ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ଅଧିକ ଦରମା, ଆଉ କମ୍ ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ମାମୁଲି ଦରମା। ତେବେ ଏହି ଗୁଣକରେ ସାମାନ୍ୟ ପରିବର୍ତ୍ତନ ମାସିକ ଦରମା ଏବଂ ଦୀର୍ଘକାଳୀନ ଲାଭ ଉପରେ ବଡ଼ ପ୍ରଭାବ ପକାଇବ। ତେବେ ଏହି ଫିଟମେଣ୍ଟ ଫ୍ୟାକ୍ଟର କେତେ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନି। ତେବେ 20ରୁ 35% ଯାଏ ବଢ଼ିବ ବୋଲି ଅନୁମାନ କରାଉଛି। ତେବେ ଷଷ୍ଠ ବେତନ ଆୟୋଗରେ ପ୍ରାୟ 40% ବୃଦ୍ଧି ହୋଇଥିଲା। ତେବେ ସପ୍ତମ ବେତନ ଆୟୋଗରେ 23ରୁ 25% ବୃଦ୍ଧି ହୋଇଥିଲା। ତେବେ ଫିଟମେଣ୍ଟ ଫ୍ୟାକ୍ଟର 2.57 ଥିଲା। ତେବେ ଅଷ୍ଟମ ବେତନ ଆୟୋଗରେ ଏହା 2.4ରୁ 3 ମଧ୍ୟରେ ମଧ୍ୟ ରହିପାରେ। ତେବେ ଏଥିପାଇଁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ 2026 ଜାନୁଆରୀ 1ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ। ହେଲେ ଟଙ୍କା ମିଳିବା ବେଳକୁ ସମୟ ଲାଗିବ। ତେବେ 2026 ଶେଷ କିମ୍ବା 2026-27 ସମୟରେ ବର୍ଦ୍ଧିତ ଦରମା ମିଳିବ ବୋଲି ଅନୁମାନ କରାଉଛି। ତେବେ ଏହି ବିଳମ୍ବ ସାଧାରଣ କଥା। ସପ୍ତମ ବେତନ ଆୟୋଗ ସମୟରେ ବି ଏତିକି ସମୟ ମଧ୍ୟ ଲାଗିଥିଲା। ତେବେ ଯାହାକି ସୂଚନା ମୁତାବକ ଅର୍ଥାତ୍ 2026ରୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ ଆୟୋଗ, ଯାହାକି ଏବେ ସରକାରୀ କର୍ମଚାରୀ ଏମିତିକି ପେନସନଭୋଗୀଙ୍କୁ ମିଳିବ ଏବେ ଅଧିକ ଦରମା।